ପିଲାମାନେ ଆଜି ଆମେ ଆମ ଚତୁଃପାର୍ଶ୍ୱରେ ଥିବା ବସ୍ତୁର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। 1 ନମ୍ବର, ତୁମ ରୋଷେଇ ଘରକୁ ଯାଅ ଏବଂ ଦେଖ କିପରି ତୁମ ପିତାମାତା ବିଭିନ୍ନ ଖାଦ୍ୟ ପଦାର୍ଥ ଗୁଡ଼ିକ ସଜାଇ ରଖିଛନ୍ତି। ତୁମେ ଏକ ଉତ୍ତମ ପଦ୍ଧତିରେ କିପରି ସଜାଇ ପାରିବ କହିପାରିବ କି? ଏହାକୁ ତୁମ ଖାତାରେ ଲେଖ। ପିଲାମାନେ ଖାଦ୍ୟ ପଦାର୍ଥ ଗୁଡ଼ିକୁ ସହଜରେ ଚିହ୍ନଟ କରିବା ପାଇଁ ସ୍ୱଚ୍ଛ ପାତ୍ରରେ ରଖାଯାଏ। ଏହାଦ୍ୱାରା ଆବଶ୍ୟକ ଜିନିଷ ଗୁଡ଼ିକୁ ଖୋଜିବାରେ ସମୟ ବଞ୍ଚେ ଏବଂ ରୋଷେଇ ଘର ସଫା ଦେଖାଯାଏ। ଏକ ଉତ୍ତମ ପଦ୍ଧତିରେ ସଜାଇବା ପାଇଁ ଆମେ ସମାନ ପ୍ରକାରର ଖାଦ୍ୟକୁ ଗୋଟିଏ ସ୍ଥାନରେ ରଖିପାରିବା। ଉଦାହରଣ ସ୍ୱରୂପ, ସମସ୍ତ ଡାଲି ଜାତୀୟ ଦ୍ରବ୍ୟ ଗୋଟିଏ ଧାଡ଼ିରେ ଏବଂ ମସଲା ଗୁଡ଼ିକ ଅନ୍ୟ ଧାଡ଼ିରେ ରଖିବା ଉଚିତ। 2 ନମ୍ବର ପ୍ରଶ୍ନ, କ ସ୍ତମ୍ଭରେ ଥିବା ଶବ୍ଦକୁ ଖ ସ୍ତମ୍ଭରେ ଥିବା ସମ୍ପର୍କିତ ତଥ୍ୟ ସହିତ ଗାର ଟାଣି ଆମେ ଯୋଡ଼ିବା। ତାହେଲେ ପିଲାମାନେ ପଦାର୍ଥ ହେଲା ପିଲାମାନେ ସ୍ଥାନ ଅଧିକାର କରେ ଓ ଏହାର ବସ୍ତୁତ୍ୱ ରହିଛି। 2ରେ ଦ୍ରବଣୀୟ ଆମର ଘ ହେବ, ପାଣିରେ ସମ୍ପୂର୍ଣ୍ଣ ମିଶିଯାଏ। 3 ନମ୍ବର କ'ଣ? ସ୍ୱଚ୍ଛ ହେବ, ଏହା ମାଧ୍ୟମରେ ବସ୍ତୁ ଗୁଡ଼ିକ ସ୍ପଷ୍ଟ ଭାବରେ ଦେଖାଯାଇପାରେ। ଉଜ୍ଜ୍ୱଳ ହେଉଛି ଚକଚକ କରୁଥିବା ପୃଷ୍ଠ। 3 ନମ୍ବର ପ୍ରଶ୍ନ, ଦୋକାନରେ ଏବଂ ଘରେ ବସ୍ତୁ ରଖିବା ପାଇଁ ବ୍ୟବହୃତ ହେଉଥିବା ବାକ୍ସ ଗୁଡ଼ିକ ସାଧାରଣତଃ ସ୍ୱଚ୍ଛ ଅଟେ। ଏହାର କାରଣ କୁହ। ପିଲାମାନେ ଏହାର କାରଣ ହେଉଛି ଦୋକାନ ଏବଂ ଘରେ ସାମଗ୍ରୀ ସଂରକ୍ଷଣ କରିବା ପାଇଁ ସ୍ୱଚ୍ଛ ପାତ୍ର ବ୍ୟବହାର କରାଯାଏ, କାରଣ ରଖାଯାଇଥିବା ଜିନିଷ ଗୁଡ଼ିକୁ ବାହାରକୁ ଚିହ୍ନଟ କରିବାରେ ସାହାଯ୍ୟ କରେ, ଯାହାଦ୍ୱାରା ସେଗୁଡ଼ିକୁ ଖାଲି ଆଖି ଖୋଲି ଦେଖିବାକୁ ପଡ଼େ ନାହିଁ, ସେମିତି ଖାଲି ଆଖିରେ ଦେଖାଯିବ। 4 ନମ୍ବର ପ୍ରଶ୍ନ, ନିମ୍ନରେ ଦିଆଯାଇଥିବା ଉକ୍ତି ଗୁଡ଼ିକୁ ଠିକ୍ କିମ୍ବା ଭୁଲ ଚିହ୍ନ ଦିଅ। ଭୁଲ ଉକ୍ତି ଗୁଡ଼ିକୁ ଆମେ ସଂଶୋଧନ କରିବା। ପିଲାମାନେ ପ୍ରଥମେ ଦେଇଛି କାଠ ସ୍ୱଚ୍ଛ ପଦାର୍ଥ ହୋଇଥିବା ବେଳେ କାଚ ଅସ୍ୱଚ୍ଛ ନାହିଁ। ଏଇଟା ପିଲାମାନେ ଭୁଲ ଉତ୍ତର। କାଠ ହେଉଛି ଅସ୍ୱଚ୍ଛ ଯେତେବେଳେ କାଚ ହେଉଛି ସ୍ୱଚ୍ଛ। ଆମେ ସଂଶୋଧନ କଲେ। ବୁଝିଲା ତ? ଖରେ ଆଲୁମିନିୟମ ଫଏଲ ଚମକୁଥିବା ବେଳେ ରବର ଚମକୁ ନଥାଏ। ପିଲାମାନେ ଏଇଟା ହେଉଛି ଆମର ଠିକ୍ ଉତ୍ତର। ବୁଝିହେଲା? ଗରେ ଚିନି ପାଣିରେ ଦ୍ରବୀଭୂତ ହେଉଥିବା ବେଳେ କାଠ ଗୁଣ୍ଡ ଦ୍ରବୀଭୂତ ହୁଏ ନାହିଁ। ଏଇଟା ବି ଠିକ୍ ଉତ୍ତର। ଘରେ ସେଓ କୌଣସି ସ୍ଥାନ ଅଧିକାର କରେ ନାହିଁ ଏବଂ ଏହାର ବସ୍ତୁତ୍ୱ ନାହିଁ। ଏଇଟା ହେଉଛି ଆମର ଭୁଲ ଉତ୍ତର। ଆକୁ ସଂଶୋଧନ କଲେ ଏକ ସେଓ ଏକ ବସ୍ତୁ, କାରଣ ଏହା ସ୍ଥାନ ଅଧିକାର କରେ ଏବଂ ଏହାର ବସ୍ତୁତ୍ୱ ଅଛି। 5 ନମ୍ବର ପ୍ରଶ୍ନ, କାଠ, ଲୁହା, ପ୍ଲାଷ୍ଟିକ, ବାଉଁଶ, ସିମେଣ୍ଟ ଓ ପଥର ଭଳି ବିଭିନ୍ନ ସାମଗ୍ରୀରେ ନିର୍ମିତ ଚେୟାର ଦେଖିବାକୁ ମିଳୁଛି। ନିମ୍ନଲିଖିତ ପଦାର୍ଥର କିଛି ଗୁଣ ଅଛି ଯାହା ଚେୟାର ତିଆରି କରିବା ପାଇଁ ବ୍ୟବହାର କରାଯାଇପାରେ। ଚେୟାର ତିଆରି କରିବା ପାଇଁ ବ୍ୟବହୃତ ହେଉଥିବା ପଦାର୍ଥ ମଧ୍ୟରୁ କେଉଁ ପଦାର୍ଥ ଗୁଡ଼ିକ ସମସ୍ତ ଗୁଣକୁ ଦର୍ଶାଇଥାଏ? ପ୍ରଥମେ ଦେଇଛି କଠିନତା, ଦୀର୍ଘ ସମୟ ବସିବା ପରେ ହଲି ନଥାଏ କିମ୍ବା ବଙ୍କା ହୋଇନଥାଏ, ହେଲା ଲୁହା, ସିମେଣ୍ଟ ଉଦାହରଣ। ତାପରେ ହାଲୁକା ପଦାର୍ଥ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଠାଇବା କିମ୍ବା ନେବା ସହ, ଯେମିତି ପ୍ଲାଷ୍ଟିକ ଆଉ ବାଉଁଶ। ଗରେ ଶୀତ ଦିନେ ବସିବା ସମୟରେ ଅଧିକ ଥଣ୍ଡା ହୁଏ ନାହିଁ, ହେଲା କାଠ ଆଉ ପ୍ଲାଷ୍ଟିକ, ବାଉଁଶ। ଘରେ ନିୟମିତ ଭାବେ ସଫା କରାଯାଇପାରିବ ଏବଂ ଦୀର୍ଘ ସମୟ ବ୍ୟବହାର ପରେ ମଧ୍ୟ ନୂତନ ଦେଖାଯାଇପାରିବ, ସେ ହେଲା ପ୍ଲାଷ୍ଟିକ ଆଉ ଲୁହା। 6 ନମ୍ବର ଦେଲା, କରେ ଦେଇଛି ନଷ୍ଟ ହୋଇଥିବା ଖାଦ୍ୟ, ଖରେ ଭଙ୍ଗା କାଚ, ଗରେ ବର୍ଜ୍ୟ କାଗଜ ସଂଗ୍ରହ ପାଇଁ ବାକ୍ସ ରହିବା ଆବଶ୍ୟକ। ଏହି ପ୍ରକାର ବର୍ଜ୍ୟବସ୍ତୁ ରଖିବା ପାଇଁ ତୁମେ କେଉଁ ପ୍ରକାର ବାକ୍ସ ଚୟନ କରିବ? ପଦାର୍ଥର କେଉଁ ଗୁଣ ବିଷୟରେ ତୁମେ ଚିନ୍ତା କରିବା ଆବଶ୍ୟକ? ପିଲାମାନେ ନଷ୍ଟ ହୋଇଥିବା ଖାଦ୍ୟ ହେଉଛି ପ୍ଲାଷ୍ଟିକ କିମ୍ବା ଧାତୁ ପାତ୍ର, ହେଲା ତାର ଗୁଣ ହେଉଛି ସ୍ଥାୟିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ସଫା କରିବାରେ ସହଜତା। ଖରେ ଭଙ୍ଗା କାଚ, ଧାତୁ କିମ୍ବା ଘନ ପ୍ଲାଷ୍ଟିକ ପାତ୍ର, ତାର ଗୁଣ ହେଉଛି ଶକ୍ତ ଏବଂ ଭାଙ୍ଗିବା ପ୍ରତିରୋଧ। ଗରେ ବର୍ଜ୍ୟ କାଗଜ, କାର୍ଡବୋର୍ଡ କିମ୍ବା ପ୍ଲାଷ୍ଟିକ ପାତ୍ର, ତାର ଗୁଣ ହେଉଛି ହାଲୁକା ଏବଂ ପରିଚାଳନାରେ ସହଜ। 7 ନମ୍ବର ଦେଲା, ବାୟୁ ଆମ ଚାରିପାଖରେ ଅଛି କିନ୍ତୁ ଆମକୁ ପରସ୍ପରକୁ ଦେଖିବାରେ ବାଧା ସୃଷ୍ଟି କରେ ନାହିଁ। ତେବେ ମଝିରେ କାଠ କବାଟ ଆସିଲେ ଆମେ ପରସ୍ପରକୁ ଦେଖିପାରିବା ନାହିଁ, କାରଣ ବାୟୁ ହେଉଛି ଉପଯୁକ୍ତ ବିକଳ୍ପ ଚୟନ କର ଏବଂ କାଠ କବାଟ ହେଉଛି ପିଲାମାନେ ବାୟୁ ହେଉଛି ଆମର କ'ଣ? ସ୍ୱଚ୍ଛ,
ବୁଝିହେଲା। ଆଉ କାଠ ହେଉଛି ଅସ୍ୱଚ୍ଛ, ତେଣୁ ସ୍ୱଚ୍ଛ ସାହାଯ୍ୟରେ ଆମେ ସହଜରେ ଦେଖିପାରିବା, ଅସ୍ୱଚ୍ଛ ସାହାଯ୍ୟରେ ଦେଖିପାରିବା ନାହିଁ। 8 ନମ୍ବର ପ୍ରଶ୍ନ, କଳ୍ପନା କର ତୁମ ପାଖରେ ଏକ୍ସ ଏବଂ ୱାଇ ଦୁଇଟି ରହସ୍ୟମୟ ପଦାର୍ଥ ଅଛି। ଯେତେବେଳେ ତୁମେ ପଦାର୍ଥ ଏକ୍ସକୁ ଦବାଇବାକୁ ଚେଷ୍ଟା କର, ଏହା କଠିନ ଅନୁଭବ ହୁଏ ଏବଂ ସହଜରେ ଏହାର ଆକୃତି ପରିବର୍ତ୍ତନ ହୁଏ ନାହିଁ। ଅପର ପକ୍ଷରେ ପଦାର୍ଥ ୱାଇକୁ ଦବାଇଲେ ସହଜରେ ଏହାର ଆକୃତି ପରିବର୍ତ୍ତନ ହୋଇଥାଏ। ବର୍ତ୍ତମାନ ଯେତେବେଳେ ତୁମେ ଉଭୟ ପଦାର୍ଥକୁ ଜଳରେ ମିଶ୍ରଣ କର, କେବଳ ପଦାର୍ଥ ଏକ୍ସ ସମ୍ପୂର୍ଣ୍ଣ ଭାବରେ ଦ୍ରବୀଭୂତ ହୁଏ ଏବଂ ପଦାର୍ଥ ୱାଇ ଅପରିବର୍ତ୍ତିତ ରହିଥାଏ। ପଦାର୍ଥ ଏକ୍ସ ଏବଂ ୱାଇ କ'ଣ ହୋଇପାରେ? ତୁମେ ଚିହ୍ନଟ କରିପାରିବ କି ପଦାର୍ଥ ଏକ୍ସ କଠିନ ବା ନରମ? ପଦାର୍ଥ ୱାଇ କ'ଣ ହୋଇଥିବ? ତୁମ ଉତ୍ତରକୁ ଯୁକ୍ତିଯୁକ୍ତ ଭାବରେ ଉପସ୍ଥାପନା କର। ପିଲାମାନେ, ସାମଗ୍ରୀ ଏକ୍ସ ଚିନି କିମ୍ବା ଲୁଣ ପରି ଏକ ଦ୍ରବଣୀୟ କଠିନ ପଦାର୍ଥ ହେବାର ସମ୍ଭାବନା ଅଛି ଏବଂ ସାମଗ୍ରୀ ୱାଇ ମାଟି କିମ୍ବା ରବର ପରି ଏକ ଅଦ୍ରବଣୀୟ ନରମ ପଦାର୍ଥ ହେବାର ସମ୍ଭାବନା ଅଛି। 9 ନମ୍ବର ଆଇରେ ମୁଁ କିଏ ଦିଆଯାଇଥିବା ଗୁଣ ଆଧାରରେ ମୋତେ ଚିହ୍ନଟ କର। ମୋର ଚମକ ଅଛି, ତାହେଲେ ଧାତୁର ଚମକ ଥାଏ। ଖରେ ମୁଁ ସହଜରେ ସଙ୍କୁଚିତ ହୋଇପାରିବି, ସ୍ପଞ୍ଜ। ମୁଁ କଠିନ ଏବଂ ଜଳରେ ଦ୍ରବଣୀୟ, ଲୁଣ ବା ଚିନି। ଘରେ ତୁମେ ମୋ ମାଧ୍ୟମରେ ସ୍ପଷ୍ଟ ଭାବରେ ଦେଖିପାରିବ ନାହିଁ, କାଠ ପରି ଅସ୍ପଷ୍ଟ ସାମଗ୍ରୀ। କିମ୍ବା ଲେଖିପାରିବ ତେଲ ଲଗା କାଗଜ ଏବଂ ମୋଟା କାଚ ଆଂଶିକ ସ୍ୱଚ୍ଛ ପଦାର୍ଥର ଉଦାହରଣ ଅଟେ। ରେ ମୋର ବସ୍ତୁତ୍ୱ ଏବଂ ଆୟତନ ଅଛି, କିନ୍ତୁ ତୁମେ ମୋତେ ଦେଖିପାରିବ ନାହିଁ, ବାୟୁ। ଡବଲ ଆଇରେ ଦେଇଛି ତୁମେ ଏହିଭଳି ଅଧିକ ପ୍ରଶ୍ନ ପ୍ରସ୍ତୁତ କର। ଏହିଭଳି ପ୍ରଶ୍ନ ପ୍ରସ୍ତୁତ କଲେ, କରେ ଗୋଟେ ପ୍ରଶ୍ନ ପ୍ରସ୍ତୁତ କଲେ, ମୁଁ ପାଣିରେ ନରମ ଏବଂ ଅଦ୍ରବଣୀୟ କିଏ? ମାଟି। ହେଲା ଆମର ପ୍ରଶ୍ନ ଦରକାର, ଉତ୍ତର ଦରକାର ନାହିଁ, ମୁଁ ଜାଣିବା ପାଇଁ ଲେଖିଦେଇଛି। ମୁଁ କଠିନ ଏବଂ ମୋର ପୃଷ୍ଠ ଚକଚକିଆ, ଧାତୁ। ଗରେ ମୋତେ ସହଜରେ ସଙ୍କୁଚିତ କରାଯାଇପାରିବ ଏବଂ ମୋତେ ସଫା କରିବା ପାଇଁ ବ୍ୟବହୃତ ହୁଏ, ସେ ହେଲା ସ୍ପଞ୍ଜ। 10 ନମ୍ବର ପ୍ରଶ୍ନ, ତୁମକୁ ନିମ୍ନଲିଖିତ ବସ୍ତୁ ପ୍ରଦାନ କରାଗଲା। ଭିନେଗାର, ମହୁ, ସୋରିଷ ତେଲ, ପାଣି, ଗ୍ଲୁକୋଜ୍ ଏବଂ ଗହମ ଅଟା ଦିଆଗଲା। ଯେକୌଣସି ଦୁଇ ଯୋଡ଼ା ପଦାର୍ଥ ତିଆରି କର ଯେଉଁଠାରେ ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥର ଦ୍ରବଣୀୟ ଅଟେ। ବର୍ତ୍ତମାନ ଦୁଇଟି ଯୋଡ଼ା ପଦାର୍ଥ ତିଆରି କର ଯେଉଁଠାରେ ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥର ଅଦ୍ରବଣୀୟ ରହିଥାଏ। ପିଲାମାନେ, ଦ୍ରବୀଭୂତ ଯୋଡ଼ି ହେଉଛି ଭିନେଗାର ଏବଂ ପାଣି, ଗ୍ଲୁକୋଜ୍ ଏବଂ ପାଣି। ଅଦ୍ରବଣୀୟ ଯୋଡ଼ି ହେଉଛି ସୋରିଷ ତେଲ ଏବଂ ପାଣି, ଗହମ ଅଟା ଏବଂ ପାଣି। ପିଲାମାନେ, ଆମର ଅଭ୍ୟାସ ପ୍ରଶ୍ନ ଉତ୍ତର ସରିଗଲା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ, ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ। ଧନ୍ୟବାଦ ପିଲାମାନେ।